ଅଛି କି ଦିଗ ଉତ୍ତର ଦିଗ ତାପଟ ସାଇଡ କୁ ଦକ୍ଷିଣ ଦିଗ ଆମେ ଜାଣିଲେ କେମିତି ନା ପୂର୍ବ ଦିଗ ତମେ ଯଦି ସୂର୍ଯ୍ୟ ଆଡକୁ ମୁହଁ କରି ଚାହିଁବ ହେଲା ତମର ପଛ ପାଖକୁ କୋଉ ଦିଗ ରହିବ କଣ ପଶ୍ଚିମ ଦିଗ ରହିବ ସୂର୍ଯ୍ୟ କୋଉ ଦିଗରେ ଉଦୟ ହୁଅନ୍ତି ପଶ୍ଚିମ ପୂର୍ବ ଦିଗରେ ହୁଅନ୍ତି ଆଉ ଅସ୍ତ କୋଉ ଦିଗରେ ହୁଅନ୍ତି ପଶ୍ଚିମ ଦିଗରେ ହୁଅନ୍ତି ଆମେ ପୂର୍ବ ଦିଗକୁ ମୁହଁ କରି ଠିଆ ହେଲେ କିନ୍ତୁ ଆମ ପଛକୁ କୋଉ ଦିଗ ରହିଲା ତାହେଲେ ପଶ୍ଚିମ ଦିଗ ରହିଲା ତାହେଲେ ଆମର ବାମ ପାଖକୁ ଦେଖ ତମର ବାମ ପାଖକୁ କୋଉ ଦିଗ ରହୁଛି ଉତ୍ତର ଦିଗ ତାପରେ ସାଇଡ କୁ କୋଉ ଦିଗ ଦକ୍ଷିଣ ଦିଗ ଆମେ ଜାଣିଲେ ତ ସବୁ ଦିଗ ବିଷୟରେ ଆଜ୍ଞା ଦିଦି ଆଚ୍ଛା ତାପରେ ଆମେ ଜାଣିବା କଣ କୋଣ ବିଷୟରେ ଆମର କେତୋଟି କୋଣ ଅଛି ମୁଁ କହିଥିଲି ଦିଦି ଚାରୋଟି କୋଣ ଅଛି ତାହେଲେ ଦେଖ ଚାରୋଟି କୋଣର ନାଁ କଣ ଐଶାନ୍ୟ ଐଶାନ୍ୟ ଅଗ୍ନି ଅଗ୍ନି ବାୟୁ ବାୟୁ ଆଉ ନୈಋତ୍ୟ ନୈಋତ୍ୟ ତାହେଲେ ଐଶାନ୍ୟ କୋଣ ଆମର କାହା ଭିତରେ ରହିବ ପୂର୍ବ ଦିଗ ଉତ୍ତର ଦିଗ ମଝିରେ ଐଶାନ୍ୟ କୋଣ ରହିଲା ଜାଣିଲ ତାପରେ ପୂର୍ବ ଦିଗ ଓ ପଶ୍ଚିମ ଦିଗ ମଧ୍ୟରେ କୋଉ କୋଣ ରହିଲା ଅଗ୍ନି କୋଣ ରହିଲା ହେଲା ତାହେଲେ ଆମର ଉତ୍ତର ଦିଗ ଆଉ ପଶ୍ଚିମ ଦିଗ ମଝିରେ କୋଉ କୋଣ ରହିଲା ବାୟୁ ଦିଗ ରହିଲା ଜାଣିଲ ଆଚ୍ଛା ପଶ୍ଚିମ ଦିଗ ଆଉ ଦକ୍ଷିଣ ଦିଗ ମଝିରେ କୋଉ କୋଣ ରହିଲା ନୈಋତ୍ୟ କୋଣ ଜାଣିପାରିଲ ଆମର କେତୋଟି କୋଣ ଆଉ କେତୋଟି ଦିଗ ଆମେ ଏସବୁ ଆଗ ବିଷୟରେ ଜାଣିଥିଲେ କି ଜାଣିନଥିଲେ ତ ଆଚ୍ଛା ମତେ ଏବେ କହିଲ କିଏ କହିପାରିବ ଆମର କେତୋଟି ଦିଗ କୁହ ଆଚ୍ଛା ଆଉ କହିଲ କେତୋଟି କୋଣ ଚାରୋଟି କୋଣ ବିଷୟରେ ଜଣେ କୁହ ମତେ କୁହ ଚାରୋଟି କୋଣ ଏଟା ଦେଖେଇ କୁହ କଣ ଐଶାନ୍ୟ କୋଣ ଅଗ୍ନି କୋଣ ବାୟୁ କୋଣ ନୈଋତ୍ୟ କୋଣ ଜାଣିଲେ ଆଚ୍ଛା ଆଉ ଦିଗ କହିଲ ପୂର୍ବ ଦିଗ ପଶ୍ଚିମ ଦିଗ ଉତ୍ତର ଦିଗ ଦକ୍ଷିଣ ଦିଗ ଜାଣିପାରିଲେ ଜାଣିଲେ କି ନାହିଁ ଆଚ୍ଛା ଆମର ଯୋଉ ରହିଲା ଉପରଟା କଣ କହିବା ଆକାଶ ଆଉ ତଳକୁ କଣ କହିବା ପାତାଳ ଜାଣିଲ କି ନାହିଁ ଆଚ୍ଛା ଆଚ୍ଛା ତମେ କହିଲ ଆମର କେତୋଟି ଦିଗ କେତୋଟି କୁହ ଚାରୋଟି ଦିଗ ତମେ କହିଲ କେତୋଟି ଦିଗ ଚାରୋଟି ତମେ କହିଲ କେତୋଟି ଦିଗ ତମେ ଚାରୋଟି ତମେ କହିଲ କେତୋଟି ଦିଗ ଚାରୋଟି ଦିଗ କଣ କଣ ପୂର୍ବ ତାପରେ ପଶ୍ଚିମ ତାପରେ ଉତ୍ତର ଦକ୍ଷିଣ ଜାଣିପାରିଲ ନା